ପିଲାମାନେ ଆଜି ଆମେ ପଢ଼ିବା ପାଠ 6ର କହିଲ ଦେଖି। ଫାକୁଆ ପାଟିଟିଏ ଅଟେ ମୋହର, ବାଳ ଧଳା ହୋଇଗଲାନି ମୋର। ଜେଜେ କହୁଛନ୍ତି ତାଙ୍କ ନାତି ନାତୁଣୀକି ପାକିଲା ପାଟିଟି ଅଟେ ମୋର, ଆଉ ମୋ ବାଳ ବି ଧଳା ହେଇଗଲାନି। ରୀମା ସୀମା ମୋର ପୁଅ ଆଉ ଝିଅ, କ'ଣ କହି ମୋତେ ଡାକିବେ କୁହ ତ? ଜେଜେ ତାଙ୍କ ନାତୁଣୀ ପଚାରୁଛନ୍ତି ନାତି ନାତୁଣୀକି। ରୀମା ଆଉ ସୀମା ହେଲେ ମୋର ପୁଅ ଝିଅ, ସେମାନେ ମୋତେ କ'ଣ କହିକି ଡାକିବେ କୁହ ତ ପିଲାମାନେ? ଜେଜେ ଡାକିଦେଲେ ରୀମା ସୀମାକୁ। କଥାଏ ପଚାରେ ଆସ ପାଖକୁ, ଧରମା ତମର ବାପାର ଭାଇ, ତାକୁ କ'ଣ କହି ଡାକିବ କୁହ ତ? ଜେଜେ ପଚାରୁଛନ୍ତି ଧରମା ତମ ବାପାର ଭାଇ, ତାକୁ କ'ଣ କହିକି ତମେମାନେ ଡାକିବ ମୋତେ କୁହ? ଜେଜେ ଡାକିଲେ ପୁଣି ପାଖକୁ, ଜନ୍ମ ଦେଇଛି ଯିଏ ତୁମକୁ କ'ଣ କହି ତୁମେ ତାକୁ ଡାକ? ଯିଏ ଜାଣ ଆଗ ହାତ ଟେକ। ଯିଏ ତୁମକୁ ଜନ୍ମ ଦେଇଛି ତମେ ତାକୁ କ'ଣ କହି ଡାକ? ଆଉ ଯିଏ ଜାଣିଛ ଦୁଇ ଭଉଣୀ ଭିତରୁ ଆଗେ ହାତ ଟେକ। ମାର ଭଉଣୀ ମାର ଭାଇ ଡାକ ତୁମେ ତାକୁ କ'ଣ କହି? ମାର ଭାଇ ଆଉ ମାର ଭଉଣୀକି ତୁମେମାନେ କ'ଣ କହିକି ଡାକ? ତାଙ୍କ ବାପା ମା ତୁମର କ'ଣ ହେବେ? ଯିଏ କହିବ ସିଏ ହେଲା ସୁନା ଜାନ। ପିଲାମାନେ ତମକୁ କେମିତି ଲାଗିଲା? କାଲି ନିଶ୍ଚିନ୍ତ କରିକି ଆସିଥିବ, ତାପରେ ଆମେ କ୍ୱେଶ୍ଚିନ୍ ଆନ୍ସର କରିବା। ଆଜି ପାଇଁ ଗପଟି ଏତିକି, ଗୀତଟି ତ ଆମେ ଆଉ ଗୋଟେ କ୍ଲାସ୍ରେ ଦେଖା ହେବା। ବାଏ ବାଏ।